ପାଗେଳି ଜାଳିଦେଲା ନୂଆ ଗାଁର କୁଟା ଭାଡ଼ି। ଧାନ ଅମଳ କରିବା ପାଇଁ ଚାଷୀ ଭାଇ କ୍ଷେତରୁ ଧାନ ଆଣି ଧାନ ଖଳାରେ ରଖିଛନ୍ତି। ହାତୀ ଦାଉରୁ ମୁକ୍ତ କରିବା ପାଇଁ ଚାଷୀମାନେ ତରତର ହୋଇ ଧାନ ଖଳାରେ ଧାନକୁ ସଞ୍ଚିତ କରିବା ପାଇଁ ଲାଗି ପଡ଼ିଛନ୍ତି। ଅନେକ ଧାନ ଘରେ ନେଇ ସଞ୍ଚିତ କରି ରଖି ସାରିବା ପରେ ଅନେକ ଧାନ ଖଳାରେ ପଡ଼ି ରହିଛି। ଧାନ ଘରକୁ ନେଇଯିବା ପରେ ଖଳାରେ କୁଟା ଭାଡ଼ି ରହିଛି। ଧାନ ଅମଳ ସରିବା ପରେ ଗାଈ ବଳଦ ଖାଇବା ପାଇଁ କୁଟାକୁ ମଧ୍ୟ ସୁରକ୍ଷିତ ଭାବରେ ରଖିଥାନ୍ତି ଚାଷୀ କୂଳ। କିନ୍ତୁ ସେହି କୁଟା ଭାଡ଼ିରେ ହୁ ହୁ ହୋଇ ନିଆଁ ଜଳି ପଡ଼ି ପାଉଁଶ ହୋଇଯାଇଛି। ଏମିତି ଏକ ଅଭାବନୀୟ ଘଟଣା ଦେଖାଯାଇଛି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରି ଗ୍ରାମ ପଞ୍ଚାୟତର ନୂଆଗାଁ ଗ୍ରାମରେ। ରାତି ପାହି ଆସୁଛି। ହଠାତ୍ ଗାଁରେ କୋଳାହଳ ଶୁଭିଲା, ଜଳିଗଲା ପଡ଼ିଗଲା ଧାଇଁ ଆସ। ଲୋକମାନେ ବ୍ୟସ୍ତ ହୋଇ ଧାଇଁ ଯାଇଥିଲେ ଗ୍ରାମ ନିକଟରେ ଥିବା ଧାନ ଖଳାକୁ। ଧୂଆଁରେ ପରିପୂର୍ଣ୍ଣ ହୋଇଯାଇଛି ଧାନ ଖଳା। ହୁତୁ ହୁତୁ ହୋଇ ଜଳି ଯାଉଛି କୁଟା ଭାଡ଼ି। କାଳ ବିଳମ୍ବ ନ କରି ନିଆଲି ଭାଡ଼ି ଗାଡ଼ିକୁ ଫୋନ୍ କରି ଗ୍ରାମବାସୀ ଲାଗି ପଡ଼ିଲେ ନିଆଁକୁ ଆୟତ୍ତ କରିବା ପାଇଁ। ରାତିର ଶିଶିର ନିଆଁକୁ କିଛି ମାତ୍ରାରେ ପ୍ରଖର କରିବାକୁ ଦେଉନଥିଲା ବେଳେ ଲୋକମାନଙ୍କ ସହଯୋଗରେ ଅଳ୍ପ କି ବଡ଼ ଧରଣର ଅଗ୍ନିକାଣ୍ଡରୁ ମୁକ୍ତି ମିଳିପାରିଲା। କାଳ ବିଳମ୍ବ ନ କରି ନିଆଲି ଭାଡ଼ି ଗାଡ଼ି ଆସି ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲା। ଖଳାରେ ଧାନ ରହିଥିଲେ ମଧ୍ୟ ଧାନ ପାଖକୁ ନିଆଁ ପହଞ୍ଚି ପାରି ନଥିବା ଯୋଗୁଁ ବଡ଼ ଧରଣର କ୍ଷତିରୁ ଧାନ ଖଳା ବଞ୍ଚିତ ହୋଇଯାଇଛି। ଗ୍ରାମର ଏକ ପାଗେଳି କୁଟା ଭାଡ଼ିରେ ନିଆଁ ଲଗାଇ ଦେଇଥିବା ସୂଚନା ମିଳୁଛି। ଚାଷୀ ଭାଇ କରିଥିବା ଧାନ ଫସଲ ଉପରେ ହାତୀ ଦାଉ ସାଧି ଚାଲିଛି। ଚାଷକୁ ସୁରକ୍ଷିତ କରିବା ପାଇଁ ଚାଷୀ ଭାଇ ଖଳାରେ ଧାନକୁ ସୁରକ୍ଷିତ ରଖିବା ପାଇଁ ଚେଷ୍ଟା କରୁଥିବା ବେଳେ ଅଗ୍ନିକାଣ୍ଡ ହେବା ଯୋଗୁଁ ଚାଷୀ କୂଳରେ ଛନକା ପଶିଯାଇଛି। ପାଗେଳିର ଏମିତି କାଣ୍ଡରେ ଗ୍ରାମବାସୀ ଭୟଭୀତ ହୋଇ ରହିଥିବା ବେଳେ ପାଗେଳିକୁ କେମିତି ଆୟତ୍ତରେ ରଖାଯିବ ସେହି ଚିନ୍ତାରେ ଗ୍ରାମବାସୀ। ଆଜି କୁଟା ଭାଡ଼ି ଜାଳି ଦେଇଛି, କାଲି ଯେ କାହା ଘର ନ ଜାଳିବ ସେହି ଚିନ୍ତାରେ ଗ୍ରାମବାସୀ। ପାଗେଳି ଘର ଲୋକଙ୍କୁ ଡାକି ପାଗେଳିକୁ ଆୟତ୍ତରେ ରଖିବା ପାଇଁ ଗ୍ରାମବାସୀ ଘର ଲୋକଙ୍କୁ ପରାମର୍ଶ ଦେବେ। ନହେଲେ ପୁନର୍ବାର ପାଗେଳି କିଛି କାଣ୍ଡ ଭିଆଇ ପାରିବ ବୋଲି ଜଣାପଡ଼ୁଛି। ବଡ଼ ଧରଣର କ୍ଷୟକ୍ଷତିରୁ ନୂଆଗାଁ ଗ୍ରାମବାସୀ ରକ୍ଷା ପାଇଯାଇଛନ୍ତି। ସକାଳୁ ସକାଳୁ ଘଟଣାଟି ଘଟିଥିବା ଯୋଗୁଁ ଗ୍ରାମବାସୀ ସମସ୍ତେ ଘରେ ରହିଥିଲେ, ଯାହାଫଳରେ ବଡ଼ ଧରଣର ବିପଦକୁ ଆୟତ୍ତ କରିବାରେ ସଫଳ ହୋଇଛନ୍ତି। ତା ସହିତ ଠିକ୍ ସମୟରେ ନିଆଲି ଭାଡ଼ି ଗାଡ଼ି ଆସି ପହଞ୍ଚିଯିବାରୁ ନିଆଁକୁ ଆୟତ୍ତ କରି ହୋଇପାରିଥିଲା। ଗ୍ରାମବାସୀଙ୍କ ସହଯୋଗ ଏବଂ ସଠିକ୍ ସମୟରେ ନିଆଲି ଭାଡ଼ି ଗାଡ଼ି ଆସି ପହଞ୍ଚିବାରୁ ବଡ଼ ଧରଣର ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଚାଷୀ କୂଳ। କେନ୍ଦୁଝରରୁ ବାସୁଦେବ ସିଂଙ୍କ ରିପୋର୍ଟ, ଏବି ନ୍ୟୁଜ୍।